ଆଜିର ଫୁସ୍ପୁନି ଭେଟଘାଟ ହେଉଛି ଏଇଟା ପାରମ୍ପରିକ ଆମ ଜେଜେବାପା ଅମଳରୁ ରହି ଆସିଛି। କିନ୍ତୁ ଆମର ନାଚ ଗୀତ ଯାକ ଲୋପ ପାଇଯାଉଛି କାହିଁକି? ଅଞ୍ଚଳବାସୀ ଏକତ୍ରିତ ହୋଇ ପ୍ରତ୍ୟେକ ଘରରୁ ଡାଲି ଚାଉଳ ଆଣି ଗୋଟେ ଜାଗାରେ ରୋଷେଇ କରିକି ଆମର 5,000 ଠାରୁ ଆଜି 5 ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ କରିକି ଅଞ୍ଚଳର କଳାକୁ ବଞ୍ଚାଇ ରଖିବା ପାଇଁ ଏକତ୍ରିତ ହୋଇ ଅଞ୍ଚଳର ମା ମାଉସୀ ପୁଅ ଝିଅ ସବୁ ଏକତ୍ରିତ ହୋଇ ଏଇ କାର୍ଯ୍ୟକୁ ଆମେ ବଞ୍ଚାଇକି ରଖିଛୁ। ଯେତିକି ଆଗରୁ ଅଛି କଳା ଏବେ ଦୁଇ ଗୁଣ ବଞ୍ଚାଇକି ରଖିବା ପାଇଁ ଆମେ ଯୋଜନା କରୁଛୁ। ଆମର ଫୁସ୍ ପର୍ବର ଲକ୍ଷ୍ୟ ଏଇଠି ଅଞ୍ଚଳବାସୀ ଏକ ଦିନ ସର୍ବସାଧାରଣ କାମ ଧନ୍ଦା ସାରିକି ପୁରୁଣା ବରଷକୁ ବିଦାୟ ନୂଆ ବରଷକୁ ସ୍ୱାଗତ କରିକି ଚାଷ ବାସ କରି ଭଲରେ କେମିତି ବସିବା ବୋଲି କଟାରେ ସରିଲା ଦିନେ ଯେମିତି ମହାଜନ ମାନେ ଆଗୁ ଥିଲେ ଆମ ସାହୁକାର ବୋଲି କହୁଥିଲୁ ସେଦିନ ତାଙ୍କର ଗୋତି କବାଡି ସାଙ୍ଗରେ କେମିତି ହସ ଖୁସି ସାଙ୍ଗରେ ଦିନ କାଟୁଥିଲେ ସେମିତି ଆମ ଅଞ୍ଚଳବାସୀ ସରକାର କର୍ମଚାରୀ ଲୋକ ପ୍ରତିନିଧି ସହିତ ଗୋଟେ ଦିନ ହସ ଖୁସି ସହିତ ଆମେ ଦିନ କାଟିବା ପାଇଁ ଏଇ ଫୁସ୍ ପର୍ବ ଭେଟଘାଟ ବଜାଇ ରଖୁଛୁ। সেটা হচ্ছে আমার যে স্কুল কান্ত অছি ব্লক অফিস অছি বিভিন্ন কান্ত অছি সেইটি আমার কুন্দ্রা ব্লকর বিভিন্ন প্রকার আদিবাসী বনবাসী দলিত অছু তাঙ্কর নাচ কোন করছি মহরিয়া বাজা কোন করছি তার চিত্র দুর্গা নাচ কোন অছি তার চিত্র পর্জা নাচ কোন অছি তার চিত্র ভত্রার ডান্ডাউলিয়া কোন অছি ঘুমরাপালা কোন অছি সেটা প্রত্যেক কান্তরে যদি সরকার যদি আগু গ্রহণ করে যদি কান্তরে যদি রখিলে আমার কলা আহরি পিলাମାନେ দেখি এইটা আমার তারে এইটা বঞ্চাইকি রখবা আমার জেজেবাপা এমতি করুଥିଲେ বলিকি আহরি এইটাକୁ সুন্দর ভাবে পালন করে বঞ্চাইকি রখিথান্তে আমি ସେ କାର୍ଯ୍ୟକ୍ରମ କରିବା ପାଇଁ ଆମ ପାଖରେ ପଇସା ନେଇ ଚିତ୍ର କରି ଆମେ ପାରିଲୁ କହିଥିଲୁ ଏବେ ବି ଆମେ ଦେଇଛୁ ଗତ କଲେକ୍ଟର ବି ଆମେ ଲେଖି ଦେଇଥିଲୁ ଆମର ଯୋଉ ଆଦିବାସୀ ସଂଗ୍ରହାଳୟ ସେଆ ଯଦି ଘର ଯଦି ଆମର କୁନ୍ଦ୍ରା ବ୍ଲକରେ କରିଥିଲେ ବିଭିନ୍ନ ପ୍ରକାର ଆଦିବାସୀ ମାନଙ୍କର ବିଭିନ୍ନ ପ୍ରକାର ଏବେ ଯୋଉ ଲୋପ ପାଉଛି ସେଇଟାକୁ ଆମେ ଏକତ୍ରିତ କରି ବଜାଇକି ରଖିଥିବୁ ବୋଲି ଆମର ଆଶା ଆହୁରି ବିଶ୍ୱାସ ଅଛି। ଉଦ୍ଦେଶ୍ୟ ଆମ ମୂଳ ଲକ୍ଷ୍ୟ ହେଉଛି ଯେ ପୁଷ୍ପୁନି ଭେଟଘାଟ ଆମେ କରୁଛୁ ବହୁତ ବର୍ଷ ପୂର୍ବପୁରୁଷଙ୍କ ଠାରୁ ଆରମ୍ଭ ଏ ଯେ ପୁଷ୍ପୁନି ଚାଲିଛି ଯେ ଧୀରେ ଧୀରେ ସେଇଟା ଲକ୍ ହେଇଗଲାଣି। ତେଣୁ ଆମେ ସର୍ବସମ୍ମତି କ୍ରମେ ଗୋଟେ ସାମୂହିକ ହିସାବରେ କୁନ୍ଦ୍ରା ପଞ୍ଚାୟତ ସମିତିରେ ଏକାଠି ହେବା ଆଉ ଗୋଟେ ଏକଜୁଟ ହେଇକି ପୁଷ୍ପୁନି ଭେଟଘାଟ ଆମେ ବେଠି ଦେଇଛୁ ଶହୀଦ ଲୋକନାଥ ନାୟକ ପଡ଼ିଆରେ। ଯେଉଁ କଳା ସଂସ୍କୃତି ପରମ୍ପରା ଜାତି ଭାଷା ଯେଉଁ ରହିଯାଇଥିଲା ସେସବୁ ଲୋପ ପାଉଛି ତାକୁ କେମିତି ପୁନରୁଦ୍ଧାର ଜୀବିତ ରଖିବା ପାଇଁ ବୋଲିକିରି ଏ ପୁଷ୍ପୁନିର ମୂଳ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ।